ଥରେ ଭଗବାନ ବିଷ୍ଣୁ ସେ ସନକ ଉପରେ ବସି ବସି ବିରକ୍ତି ହୋଇଗଲେ ଏବଂ ସେ ଧରିତ୍ରୀକୁ ବୁଲିବାକୁ ମନରେ ଭାବିଲେ। ସେମିତି ବି ଧରିତ୍ରୀକୁ ଆସିବାକୁ ଅନେକ ବର୍ଷ ବିତି ଯାଇଥିଲା ଏବଂ ସେ ନିଜ ଯାତ୍ରା ପାଇଁ ପ୍ରସ୍ତୁତ କରିବାକୁ ଲାଗିଲେ। ସ୍ୱାମୀଙ୍କୁ ପ୍ରସ୍ତୁତ ହେଉଥିବାର ଦେଖି ଲକ୍ଷ୍ମୀ ମା ପଚାରିଲେ, ଆଜି ସକାଳୁ ସକାଳୁ କୁଆଡ଼େ ଯିବାକୁ ପ୍ରସ୍ତୁତି ହେଉଛି? ବିଷ୍ଣୁଜୀ କହିଲେ, ହେ ଲକ୍ଷ୍ମୀ, ମୁଁ ଧରିତ୍ରୀ ଲୋକକୁ ବୁଲିବାକୁ ଯାଉଛି। ତେଣୁ କିଛି ଭାବି ଲକ୍ଷ୍ମୀ ମା କହିଲେ, ହେ ଦେବ, କ'ଣ ମୁଁ ବି ଆପଣଙ୍କ ସହିତ ଯାଇପାରିବି? ଭଗବାନ ବିଷ୍ଣୁ ଦୁଇ ମୁହୂର୍ତ୍ତ ଭାବିଲେ, ତାପରେ କହିଲେ, ଗୋଟିଏ ସର୍ତ୍ତରେ ତୁମେ ମୋ ସହିତ ଯାଇପାରିବ। ତୁମେ ଧରିତ୍ରୀରେ ପହଞ୍ଚି ଉତ୍ତର ଦିଗକୁ ଆଦୌ ଦେଖିବ ନାହିଁ। ଏହା ସହିତ ମାତା ଲକ୍ଷ୍ମୀ ହଁ କହି ନିଜ ମନକୁ ମାନିନେଲେ ଏବଂ ସକାଳୁ ସକାଳୁ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଧରିତ୍ରୀରେ ପହଞ୍ଚିଗଲେ। ସେତେବେଳେ ସୂର୍ଯ୍ୟ ଦେବତା ଉଦୟ ହେଉଥିଲେ। ରାତିରେ ବର୍ଷା ହୋଇସାରିଥିଲା। ଚାରିଆଡ଼େ କେବଳ ସବୁଜିମା ହିଁ ସବୁଜିମା ଥିଲା। ସେହି ସମୟରେ ଚାରିଆଡ଼େ ବହୁତ ଶାନ୍ତି ଥିଲା ଏବଂ ଧରିତ୍ରୀ ବହୁତ ସୁନ୍ଦର ଦେଖାଯାଉଥିଲା ଏବଂ ମା ଲକ୍ଷ୍ମୀ ମନମୁଗ୍ଧ ହୋଇ ଧରିତ୍ରୀକୁ ଦେଖୁଥିଲେ। ପତିଙ୍କୁ କି ବଚନ ଦେଇ ଆସିଛନ୍ତି ଓ ଚାରିଆଡ଼କୁ ଚାହିଁ କେବେ ଉତ୍ତର ଦିଗକୁ ଚାହିଁବାକୁ ଲାଗିଲେ ତାହା ଜଣାପଡ଼ିଲା ନାହିଁ। ଉତ୍ତର ଦିଗରେ ମା ଲକ୍ଷ୍ମୀଙ୍କୁ ଏକ ଅତି ସୁନ୍ଦର ବଗିଚା ଦେଖାଗଲା ଓ ସେହି ଦିଗରୁ ମୃଦୁ ମୃଦୁ ସୁଗନ୍ଧ ଆସୁଥିଲା ଓ ଅତି ସୁନ୍ଦର ସୁନ୍ଦର ଫୁଲ ଫୁଟିଥିଲା। ଏହା ଏକ ଫୁଲ କ୍ଷେତ ଥିଲା ଓ ମା ଲକ୍ଷ୍ମୀ ବିନା ବିଚାରରେ ସେହି କ୍ଷେତରେ ପ୍ରବେଶ କରି ଏକ ସୁନ୍ଦର ଫୁଲ ଛିଣ୍ଡାଇ ଆଣିଲେ। କିନ୍ତୁ ଏହା କ'ଣ, ଯେତେବେଳେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ନିକଟକୁ ଫେରିଲେ, ଭଗବାନ ବିଷ୍ଣୁଙ୍କ ଆଖିରେ ଲୁହ ଥିଲା ଓ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କୁ କହିଲେ ଯେ କେବେ ବି କାହାଠାରୁ ବିନା ପଚାରି କିଛି ନେବା ଉଚିତ ନୁହେଁ ଓ ସେହି ସାଙ୍ଗରେ ନିଜର ବଚନ ମଧ୍ୟ ମନେ ପକାଇଲେ। ମା ଲକ୍ଷ୍ମୀଙ୍କୁ ନିଜ ଭୁଲର ଜ୍ଞାନ ହେଲା ତ ସେ ଭଗବାନ ବିଷ୍ଣୁଙ୍କ ଠାରୁ ଏହି ଭୁଲ ପାଇଁ କ୍ଷମା ମାଗିଲେ। ତ ଭଗବାନ ବିଷ୍ଣୁ କହିଲେ ଯେ ତୁମେ ଯେଉଁ ଭୁଲ କରିଛ ତାହାର ଦଣ୍ଡ ତୁମକୁ ନିଶ୍ଚୟ ମିଳିବ। ଯେଉଁ ମାଳିର କ୍ଷେତରୁ ତୁମେ ଫୁଲ ତୋଳିଛ, ଏହା ଏକ ପ୍ରକାରର ଚୋରି କରିଛ। ଏଥିପାଇଁ ଏବେ ତୁମେ 3 ବର୍ଷ ପର୍ଯ୍ୟନ୍ତ ମାଳିର ଘରେ ଚାକର ହୋଇ ରୁହ। ତାପରେ ମୁଁ ତୁମକୁ ବୈକୁଣ୍ଠକୁ ଫେରାଇ ଆଣିବି। ମା ଲକ୍ଷ୍ମୀ ଚୁପଚାପ ମୁଣ୍ଡ ନୁଆଇଁ ହଁ କହିଦେଲେ ଏବଂ ମା ଲକ୍ଷ୍ମୀ ଜଣେ ଗରିବ ନାରୀର ରୂପ ଧାରଣ କରି ସେହି କ୍ଷେତରେ ମାଲିକଙ୍କ ଘରକୁ ଗଲେ। ଘରଟି ଗୋଟିଏ କୁଡ଼ିଆ ଥିଲା ଏବଂ ମାଲିକଙ୍କ ନାମ ମାଧବ ଥିଲା। ମାଧବଙ୍କର ସ୍ତ୍ରୀ, 2 ପୁଅ ଏବଂ 3 ଝିଅ ଥିଲେ। ସମସ୍ତେ ସେହି ଛୋଟ କ୍ଷେତରେ କାମ କରି କୌଣସି ପ୍ରକାରରେ ଗୁଜୁରାଣ ମେଣ୍ଟାଉଥିଲେ। ମା ଲକ୍ଷ୍ମୀ ଯେତେବେଳେ ଜଣେ ସାଧାରଣ ଏବଂ ଗରିବ ନାରୀ ହୋଇ ମାଧବଙ୍କ କୁଡ଼ିଆକୁ ଗଲେ, ମାଧବ ପଚାରିଲେ, ଭଉଣୀ, ତୁମେ କିଏ ଏବଂ ଏହି ସମୟରେ ତୁମକୁ କ'ଣ ଦରକାର? ସେତେବେଳେ ମା ଲକ୍ଷ୍ମୀ କହିଲେ, ମୁଁ ଜଣେ ଗରିବ ନାରୀ। ମୋର ଦେଖାଶୁଣା କରିବାକୁ କେହି ନାହାନ୍ତି। ମୁଁ କେତେ ଦିନ ହେଲା ଖାଇ ନାହିଁ। ମୋତେ କୌଣସି କାମ ଦିଅ। ଏହା ସହିତ ମୁଁ ତୁମ ଘରର କାମ ମଧ୍ୟ କରିଦେବି। ବାସ୍ ମୋତେ ଆପଣଙ୍କ ଘରେ ଗୋଟିଏ କୋଣରେ ଆଶ୍ରୟ ଦେବେ କି? ମାଧବ ବହୁତ ଭଲ ହୃଦୟର ମାଲିକ ଥିଲା। ତାଙ୍କୁ ଦୟା ଆସିଲା, କିନ୍ତୁ ସେ କହିଲେ, ଭଉଣୀ, ମୁଁ ତ ବହୁତ ଗରିବ। ମୋ ରୋଜଗାରରେ ମୋ ଘର ଚଳାଇବା କଷ୍ଟକର। କିନ୍ତୁ ଯଦି ମୋର 3 ବଦଳରେ 4ଟି ଝିଅ ଥାନ୍ତେ, ତେବେ ମୁଁ ବି ଚଳିଥାନ୍ତି। ଯଦି ତୁମେ ମୋ ଝିଅ ହୋଇ ଆମେ ଯେମିତି ରୁଖାସୁଖା ଖାଉଛୁ ସେମିତି ଖୁସିରେ ରହିପାରିବ, ତେବେ ଝିଅ ଭିତରକୁ ଆସ। ମାଧବ ମା ଲକ୍ଷ୍ମୀଙ୍କୁ ନିଜ ଝୁମ୍ପୁଡ଼ିରେ ଶରଣ ଦେଲେ ଏବଂ ମା ଲକ୍ଷ୍ମୀ 3 ବର୍ଷ ସେହି ମାଧବଙ୍କ ଘରେ ଚାକରାଣୀ ଭାବେ ରହିଲେ। ଯେଉଁଦିନ ମା ଲକ୍ଷ୍ମୀ ମାଧବଙ୍କ ଘରକୁ ଆସିଥିଲେ, ତାର ପରଦିନ ହିଁ ମାଧବଙ୍କୁ ଏତେ ଆମଦାନୀ ହେଲା ଯେ ସେ ସନ୍ଧ୍ୟାରେ ଗୋଟିଏ ଗାଈ କିଣିଲେ। ତାପରେ ଧୀରେ ଧୀରେ ମାଧବ ଅନେକ ଜମି କିଣିଲେ ଏବଂ ସମସ୍ତେ ଭଲ ଭଲ ପୋଷାକ ମଧ୍ୟ ତିଆରି କଲେ ଏବଂ ତାପରେ ଗୋଟିଏ ବଡ଼ ପକ୍କା ଘର କଲେ। ସେ ଏକ ବଡ଼ ଘର ତିଆରି କରାଇଥିଲେ। ଝିଅମାନେ ଓ ସ୍ତ୍ରୀ ମଧ୍ୟ ଗହଣା ତିଆରି କରାଇଥିଲେ ଏବଂ ବର୍ତ୍ତମାନ ଘର ମଧ୍ୟ ବହୁତ ବଡ଼ କରିସାରିଥିଲେ। ମାଧବ ସବୁବେଳେ ଭାବୁଥିଲେ ଯେ ଏହି ମହିଳା ଆସିବା ପରେ ହିଁ ସେ ଏସବୁ ପାଇଛି। ଏହି ଝିଅ ରୂପରେ ତାର ଭାଗ୍ୟ ଆସିଛି
ଏବଂ ବର୍ତ୍ତମାନ 2-5 ବର୍ଷ ବିତି ଯାଇଥିଲା, କିନ୍ତୁ ମା ଲକ୍ଷ୍ମୀ ଏବେ ବି ଘରେ ଓ କ୍ଷେତରେ କାମ କରୁଥିଲେ। ଦିନେ ମାଧବ ଯେତେବେଳେ ନିଜ କ୍ଷେତରୁ କାମ ସାରି ଘରକୁ ଫେରିଲେ, ସେ ତା ଘର ସାମ୍ନାରେ ଦ୍ୱାର ଉପରେ ଏକ ଦେବୀ ସ୍ୱରୂପ ଗହଣାରେ ଲଦା ହୋଇଥିବା ଜଣେ ମହିଳାକୁ ଦେଖିଲେ। ଧ୍ୟାନ ଦେଇ ଦେଖି ଚିହ୍ନିଗଲା ଯେ ଏହା ତ ତାହାର ମୁହଁବୋଲା ଚତୁର୍ଥ ଝିଅ ଅର୍ଥାତ୍ ସେହି ମହିଳା, ଏବଂ ଚିହ୍ନିଗଲା ଯେ ଏହା ତ ମା ଲକ୍ଷ୍ମୀ ଅଟନ୍ତି। ଏ ପର୍ଯ୍ୟନ୍ତ ମାଧବର ପୂରା ପରିବାର ବାହାରକୁ ଆସିଯାଇଥିଲା ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ମା ଲକ୍ଷ୍ମୀଙ୍କୁ ଦେଖୁଥିଲେ। ମାଧବ କହିଲା, ହେ ମା, ଆମକୁ କ୍ଷମା କର। ଆମେ ଅଜାଣତରେ ତୁମକୁ ଘରେ ଓ କ୍ଷେତରେ କାମ କରାଇଲୁ। ହେ ମା, ଏହା କି ପ୍ରକାର ଅପରାଧ ହୋଇଗଲା। ହେ ମା, ଆପଣ ସମସ୍ତଙ୍କୁ କ୍ଷମା କରନ୍ତୁ। ବର୍ତ୍ତମାନ ମା ଲକ୍ଷ୍ମୀ ହସିଲେ ଏବଂ କହିଲେ, ହେ ମାଧବ, ତୁମେ ବହୁତ ଭଲ ଏବଂ ଦୟାଳୁ ବ୍ୟକ୍ତି। ତୁମେ ମୋତେ ନିଜ ଝିଅ ପରି, ନିଜ ପରିବାରର ସଦସ୍ୟ ପରି ରଖିଲ। ଏହାର ବଦଳରେ ମୁଁ ତୁମକୁ ବରଦାନ ଦେଉଛି ଯେ ତୁମର କେବେ ବି ସୁଖ ଏବଂ ଧନର ଅଭାବ ରହିବ ନାହିଁ। ତୁମେ ସମସ୍ତ ସୁଖ ପାଇବ ଯାହାର ତୁମେ ହକଦାର ଅଟ। ଏବଂ ତାପରେ ମା ନିଜ ସ୍ୱାମୀଙ୍କ ଦ୍ୱାରା ପଠାଯାଇଥିବା ରଥରେ ବସି ବୈକୁଣ୍ଠକୁ ଚାଲିଲେ।